ମନେ ପଡ଼େ ଆଜି ସେଇ ପିଲାଦିନ। ଏଇ ମାର୍ଗଶିର ମାସ ଶେଷ ସୁଦ୍ଧା ସମସ୍ତ ବିଲରୁ ଧାନ କଟା ଯାଇଥିଲା। ଯେତେବେଳେ ଧାନ କଟା ଯାଉଥିଲା ଆମେ ସବୁ ପିଲା ମିଶି ପଚାରୁଥିଲୁ ଆଜି କାହା ବିଲରେ ଧାନ କଟା ହେଉଛି। ସେଇ ବିଲକୁ ଆମେ ଦୌଡ଼ି ଯାଉଥିଲୁ। ସେଠି ଯାଇକିରି ଗୋଟେ ବ୍ୟାଗ୍ରେ ସେ ଯେଉଁ ଧାନ କାଟି ସାରିଲା ପରେ ଯେଉଁ କଳେଇରୁ ଗୋଟେ ଗୋଟେ ସିଂସା ରହିଯାଏ ତାକୁ ଗୋଟେ 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 ଆଣି ଯେତେ ହେଲା ସେ ସବୁକୁ ନେଇକିରି ଆମେ ଗାଁ ତେଲି ପାଖରେ ଦେଉଥିଲୁ। ଦେଇକିରି ସେଠୁ ବଢ଼ିଆ ମୁଆଁ ମୁଢ଼ି ମିକ୍ସଚର ସବୁ ଆଣି ଖାଉଥିଲୁ। କିନ୍ତୁ ସେ ଯୁଗ ପରିବର୍ତ୍ତନ ହେଇଗଲା। ପିଲାମାନେ ଆଉ ବିଲମାଳକୁ ଗଲେ ନା ସେ ଧାନ ଶଗଡ଼ ଅଛି ନା ବଳଦ ଅଛି, କିଛି ନାହିଁ। ବର୍ତ୍ତମାନ ଏମିତି ପରିବର୍ତ୍ତନ ହେଇଗଲେଣି ଯେ ଲୋକ ଖାଲି ପଇସା ପଛରେ ଦୌଡ଼ିକିରି ନିଜର ଜୀବନକୁ ବର୍ବାଦ କରିସାରିଲେଣି। ନା ପୂର୍ବ କଥା ଚିନ୍ତା ଅଛି ନା ପର କଥା ଚିନ୍ତା ଅଛି, କିଛି ନାହିଁ।